आज आम शिखा प्रतिदिन इंग्राजी रे कथा हेबा पई 100टी शब्द। भिडियोटी को शेष पर्यंत देखंतु। आसंतु आरंभ करिबा आजिर भिडियो। हाँ, आरंभ करिया पूर्वरु मु आपनको कहि देउछि किछि व्यूअर्स माने कमेंट्स रे जणाइथिले कि मैम प्रति वर्ड रे एग्जांपल देकी बुझांतु। मु आपण मानको एठी कहि रखुछि आपण माने प्रथमे वोकैबुलरी स्ट्रांग हे जांतु। मु खूब शीघ्र ग्रामर सेक्शन आरंभ करिबा को जाउछि सेइथरे आपनको प्रति वर्ड रे मु एग्जांपल दे बुझेबी आराम से बुझी परिबे। आसंतु देरी न करी आरंभ करिबा आजिर भिडियो। if ର ମାନେ ଯଦି। from ର ମାନେ ରୁ ବା ଠାରୁ। to ର ମାନେ କୁ। of ର ମାନେ ଉପର। down ର ମାନେ ତଳ। before ମାନେ ପୂର୍ବରୁ। after ମାନେ ପରେ। but ର अर्थ ହେଉଛି କିନ୍ତୁ। at ର ମାନେ ରେ। and ର ମାନେ ଏବଂ। often ର ମାନେ ଉପରେ। till ର ମାନେ ପର୍ଯ୍ୟନ୍ତ। until ର अर्थ ହେଉଛି ପର୍ଯ୍ୟନ୍ତ। unless ର अर्थ ଯେ ପର୍ଯ୍ୟନ୍ତ। also ର ମାନେ ଆହୁରି ମଧ୍ୟ। in ର ମାନେ ରେ। ମୁଁ ଯେମିତି pronunciation କରୁଛି ଆପଣ ଠିक ରେ ଶୁଣନ୍ତୁ ସେମିତି ଚେଷ୍ଟା କରନ୍ତୁ pronunciation କରିବା ପାଇଁ। pronoun କହିବେନି pronunciation। on ର ମାନେ ଉପରେ। into ର ମାନେ ଭିତରକୁ। in ଶିଖିଥିଲେ in ର ପାଖରେ to ଲଗେଇଦେଲେ ହେଇଗଲା ଭିତରକୁ। into ହେଲା ଭିତରକୁ। onto ର ମାନେ ସେମିତି ଉପରେ। on ର ମାନେ ଥିଲା ଉପରେ ତା ପାଖରେ to ଲାଗିଗଲା ଉପରକୁ। to ର ମାନେ ଅତ୍ୟଧିକ ବା ବହୁତ। ଏଠି to ପଢିବେନି to। almost ର ମାନେ ପ୍ରାୟ। always ର ମାନେ ସର୍ବଦା ବା ସବୁବେଳେ। often ମାନେ ପ୍ରାୟତଃ ବା ଅନେକ ସମୟରେ। yet ର ମାନେ ତଥାପି। still ର ମାନେ ତଥାପି ବା ତଥାପି ମଧ୍ୟ। about ର ମାନେ ବିଷୟରେ। usually ର ଅର୍ଥ ହେଉଛି ସାଧାରଣତଃ। inside ର ଅର୍ଥ ହେଉଛି ଭିତରେ। outside ର ମାନେ ବାହାରେ। beside ର ଅର୍ଥ ହେଉଛି ପାଖରେ। besides ଏହା ବ୍ୟତୀତ। really ର ମାନେ ହେଉଛି ପ୍ରକୃତରେ ବା ବାସ୍ତବରେ। clearly ର ଅର୍ଥ ହେଉଛି ସ୍ପଷ୍ଟ ଭାବରେ। sure ର ମାନେ ହେଉଛି ନିଶ୍ଚିତ। surely ଅବଶ୍ୟ ବା ନିଶ୍ଚିତ ଭାବରେ। above ର ମାନେ ଉପରେ। beneath ର ମାନେ ତଳେ। though ର ଅର୍ଥ ହେଉଛି ଯଦିଓ। although ର ଅର୍ଥ ବି ଯଦିଓ। ହଁ ଆଜ୍ଞା, ଯଦି ଆପଣ ମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ ଯାହା ଫଳରେ ମୁଁ ଯେବେ ବି ଅପଲୋଡ କରିବି ଭିଡିଓ ଆପଣ ନୋଟିଫିକେସନ ପାଇଯିବେ। କୌଣସି ବି ଭିଡିଓ ମିସ୍ କରିବେନି।
ଆଉ ସାଙ୍ଗମାନଙ୍କୁ ବି ସେୟାର କରନ୍ତୁ, ଯାହାଫଳରେ ସେମାନେ ବି ଶିଖିପାରିବେ। ନେକ୍ସଟ, ୱିଦିନ୍। ୱିଦିନ୍ ମାନେ ଭିତରେ। ଏଗେନ୍ଷ୍ଟ। ଏଗେନ୍ଷ୍ଟ ମାନେ ବିପକ୍ଷରେ। ଏଠି ଏଗନେଷ୍ଟ ପଢିବେନି, କଣ ପ୍ରୋନାଉନ୍ସିଏସନ କରିବେ? ଏଗେନ୍ଷ୍ଟ ମାନେ ବିପକ୍ଷରେ। ଓଭର। ଓଭର ମାନେ ଉପରେ ବା ଶେଷ। ବୋଥ୍। ବୋଥ୍ ର ଅର୍ଥ ହେଉଛି ଉଭୟ। ମେନି। ମେନି ର ଅର୍ଥ ହେଉଛି ଅନେକ। ମଚ୍। ମଚ୍ ର ଅର୍ଥ ହେଉଛି ବହୁତ, ବହୁତ କିଛି। ଏଲଙ୍ଗ। ଏଲଙ୍ଗ ର ମାନେ ସାଙ୍ଗରେ। ଏଲଙ୍ଗ ୱିଥ୍ ମାନେ ସହିତ ବା ସାଥିରେ। ଏଲଙ୍ଗ ସାଇଡ୍ ର ଅର୍ଥ ହେଉଛି ସାଙ୍ଗରେ ବା ସହିତ। ଅପୋଜିଟ୍। ଅପୋଜିଟ୍ ର ଅର୍ଥ ହେଉଛି ବିପରୀତ। ସିନ୍ସ। ସିନ୍ସ ର ଅର୍ଥ ହେଉଛି ଠାରୁ ବା ଯେହେତୁ। ସମଥିଙ୍ଗ। ସମଥିଙ୍ଗ ର ମାନେ ହେଉଛି କିଛି। ଏନିଥିଙ୍ଗ। ଏନିଥିଙ୍ଗ ର ମାନେ କିଛି। ନଥିଙ୍ଗ। ନଥିଙ୍ଗ ର ମାନେ କିଛି ନୁହେଁ। ସମୱାନ୍। ସମୱାନ୍ ର ମାନେ କେହି ଜଣେ। ଏନିୱାନ୍। ଏନିୱାନ୍ ର ଅର୍ଥ ହେଉଛି ଯେ କେହି। ନନ୍। ନନ୍ ର ମାନେ ହେଉଛି କେହି ନୁହେଁ। ଏଭ୍ରିହ୍ୱେର୍। ଏଭ୍ରିହ୍ୱେର୍ ର ମାନେ ସବୁଆଡେ। ନୋହ୍ୱେର୍। ନୋହ୍ୱେର୍ ମାନେ କେଉଁଠି ନୁହେଁ। ଗୋ ବ୍ୟାକ୍। ଗୋ ବ୍ୟାକ୍ ର ମାନେ ଫେରି ଯାଅ। କମ୍ ବ୍ୟାକ୍। କମ୍ ବ୍ୟାକ୍ ର ମାନେ ଫେରି ଆସ। ଏକ୍ରସ୍। ଏକ୍ରସ୍ ର ମାନେ ସମଗ୍ର। ଆଫ୍ଟରୱାର୍ଡସ୍। ଆଫ୍ଟରୱାର୍ଡସ୍ ମାନେ ପରେ। ୱିଥ୍। ୱିଥ୍ ମାନେ ସହିତ। ୱିଦାଉଟ୍ ମାନେ ବିନା। ଇନଫାକ୍ଟ। ଇନଫାକ୍ଟ ମାନେ ପ୍ରକୃତରେ କିମ୍ବା ବାସ୍ତବରେ। ଇନଡିଡ୍। ଇନଡିଡ୍ ର ଅର୍ଥ ହେଉଛି ପ୍ରକୃତରେ କିମ୍ବା ବାସ୍ତବରେ। ଇନସର୍ଟ। ଇନସର୍ଟ ମାନେ ସଂକ୍ଷେପରେ। ଏଟ୍ ଲାଷ୍ଟ। ଏଟ୍ ଲାଷ୍ଟ ର ଅର୍ଥ ହେଉଛି ଶେଷରେ ବା ପରିଶେଷରେ, ଆଉ ସର୍ବଶେଷରେ ବି କହିପାରିବେ। ଏଟ୍ ୱାନ୍ସ। ଏଟ୍ ୱାନ୍ସ ର ମାନେ ଏକାଥରେ, ସଙ୍ଗେ ସଙ୍ଗେ। ଏଟ୍ ଫର୍ଷ୍ଟ। ଏଟ୍ ଫର୍ଷ୍ଟ ର ମାନେ ପ୍ରଥମେ ବା ସର୍ବପ୍ରଥମେ ବି କହିପାରିବେ। ମର୍ଣ୍ଣିଂ। ମର୍ଣ୍ଣିଂ ର ମାନେ ସକାଳ। ଆଫ୍ଟରନୁନ୍। ଆଫ୍ଟରନୁନ୍ ର ମାନେ ଅପରାହ୍ନ। ଇଭିନିଂ। ଇଭିନିଂ ର ମାନେ ସନ୍ଧ୍ୟା। ନାଇଟ୍। ନାଇଟ୍ ର ମାନେ ରାତି। ଫର୍ଟନାଇଟ୍। ଫର୍ଟନାଇଟ୍ ର ମାନେ 2 ସପ୍ତାହ। ଆପଣ ପକ୍ଷ ବି କହିପାରିବେ। ଡେ। ଡେ ର ମାନେ ଦିନ। ୱିକ୍। ୱିକ୍ ର ମାନେ ସପ୍ତାହ। ମନ୍ଥ। ମନ୍ଥ ର ମାନେ ମାସ। ଇୟର। ଇୟର ର ମାନେ ବର୍ଷ। ଲିପ୍ ଇୟର। ଲିପ୍ ଇୟର ର ମାନେ ଅଧିବର୍ଷ। ଟୁଡେ। ଟୁଡେ ର ଅର୍ଥ ହେଉଛି ଆଜି। ଟୁ ନାଇଟ୍। ଟୁ ନାଇଟ୍ ର ଅର୍ଥ ହେଉଛି ଆଜି ରାତି। ଟୁ ଡେଟ୍। ଟୁ ଡେଟ୍ ର ଅର୍ଥ ହେଉଛି ଆଜି ପର୍ଯ୍ୟନ୍ତ। ୟେଷ୍ଟରଡେ। ୟେଷ୍ଟରଡେ ର ଅର୍ଥ ହେଉଛି ଗତକାଲି। ଟୁମରୋ। ଟୁମରୋ ର ଅର୍ଥ ହେଉଛି ଆସନ୍ତାକାଲି। ମୋର।
ମୋର ର ଅର୍ଥ ହେଉଛି ଅଧିକ। ମୋଷ୍ଟ ର ଅର୍ଥ ହେଉଛି ଅଧିକାଂଶ। ଲେସ୍ ର ଅର୍ଥ ହେଉଛି କମ୍। ଲେସର ର ଅର୍ଥ ହେଉଛି କମ୍ ବା ଛୋଟ। ଲିଷ୍ଟ ର ଅର୍ଥ ହେଉଛି ସର୍ବନିମ୍ନ। ଏଠି ଦେଖନ୍ତୁ ଲେସର ଲିଷ୍ଟ। ଆପଣ ଯେତେବେଳେ ଗ୍ରାମାର ସେକ୍ସନରେ ଦେଖିବେ ବା ବୁଝିବେ ଭିଡିଓ ଗୁଡାକ, ସେଇଠି ଆପଣ ଜାଣିପାରିବେ ଡିଗ୍ରୀ ଅଫ ଆଡଜେକ୍ଟିଭ ରେ ସେଇଠି ଆପଣ ଏଇ ତିନୋଟି ବ୍ୟବହାର କରିପାରିବେ, ଲେସ୍, ଲେସର, ଲିଷ୍ଟ। ଏବେ ଖାଲି ପ୍ରାକ୍ଟିସ କରିଦିଅନ୍ତୁ। ନେକ୍ସଟ, ସୋ ର ଅର୍ଥ ହେଉଛି ତେଣୁ। ଦେୟାରଫୋର ର ଅର୍ଥ ହେଉଛି ତେଣୁ ବା ସେଥିପାଇଁ। ହେନ୍ସ ର ଅର୍ଥ ହେଉଛି ତେଣୁ। ମଷ୍ଟ ର ଅର୍ଥ ହେଉଛି ନିଶ୍ଚିତ ବା ନିହାତି କହିପାରିବେ। ଅଟ୍ ଟୁ ର ମାନେ ଉଚିତ ବା କରିବା ଉଚିତ। ଡେଲି ର ଅର୍ଥ ହେଉଛି ପ୍ରତିଦିନ। ୱିକଲି ର ଅର୍ଥ ହେଉଛି ସାପ୍ତାହିକ। ମନ୍ଥଲି ର ଅର୍ଥ ହେଉଛି ମାସିକ। କ୍ୱାର୍ଟରଲି ର ଅର୍ଥ ହେଉଛି ତ୍ରୟମାସିକ। ଇୟରଲି ର ଅର୍ଥ ହେଉଛି ବାର୍ଷିକ। ଆଜିର ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା? ଆପଣ ଯଦି ବି ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଯାଇ ନିଶ୍ଚିନ୍ତ ଜଣାନ୍ତୁ। ଆପଣଙ୍କର ଯଦି କିଛି ଡାଉଟ୍ ବି ରହିଲା ମତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ନେକ୍ସଟ ଭିଡିଓରେ ମୁଁ ଚେଷ୍ଟା କରିବି ଆପଣଙ୍କ ଡାଉଟ୍ କ୍ଲିୟର